କଥା ମନେ ରଖନ୍ତୁ ବନ୍ଧୁ, ଆପଣଙ୍କ ପାଦ ଆପଣଙ୍କୁ କେବଳ ମନ୍ଦିର ପର୍ଯ୍ୟନ୍ତ ନେଇ ଯାଇଥାଏ, କିନ୍ତୁ ଆପଣଙ୍କ ଆଚରଣ ଆଉ କର୍ମ ଆପଣଙ୍କୁ ଭଗବାନଙ୍କ ପାଖକୁ ନେଇ ଯାଇଥାଏ। ଓಂ ବିଷ୍ଣବେ ନମଃ। ନମସ୍କାର, ମୁଁ ଆପଣମାନଙ୍କର ସେହି ପ୍ରିୟ ଯଯାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନବା ଆଜିର ପଞ୍ଚାଙ୍ଗ। ଆଜି 2026 ଏପ୍ରିଲ ମାସ 7 ତାରିଖ, ଓଡ଼ିଆ ଚୈତ୍ର ମାସ 24 ଦିନ, ମଙ୍ଗଳବାର, କୃଷ୍ଣ ପକ୍ଷ ପଞ୍ଚମୀ ତିଥି, ଯାହା ଅପରାହ୍ନ 4:01 ପର୍ଯ୍ୟନ୍ତ ରହୁଛି। ତାପରେ ଷଷ୍ଠୀ ତିଥି ଆରମ୍ଭ ହେଉଛି। ଆଜି ଜ୍ୟେଷ୍ଠା ନକ୍ଷତ୍ର, ଯାହା ଶେଷ ରାତ୍ରି 5:14 ପର୍ଯ୍ୟନ୍ତ ରହୁଛି। ତାପରେ ମୂଳା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ବିଛା ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି, ଯାହା ଶେଷ ରାତ୍ରି 5:14 ପର୍ଯ୍ୟନ୍ତ। ତାପରେ ଚନ୍ଦ୍ର ଧନୁ ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:36 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:57। ଆଜି ଯୁଗ୍ନି ରହିଛି ଦକ୍ଷିଣ ଦିଗେ ଅପରାହ୍ନ 4:01 ପରେ ଯୁଗ୍ନି ପଶ୍ଚିମ ଦିଗରେ ରହିବ। ଆଜି ଘାତ ଚନ୍ଦ୍ର, ଯାହାକି ଶେଷ ରାତ୍ରି 5:14 ପରେ ରହିବ ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମକର ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର, ଯାହାକି ଏକପାଦ ପୁଷ୍କର ଦୋଷ ଫଳ ରହୁଛି କୃଷି ସନ୍ତାନ ହାନି। ଆଜି ପଞ୍ଚମୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ବେଲ, ତତ୍ସହିତ ଅପରାହ୍ନ 4:01 ପରେ ନିମ୍ବ ଭୋଜନ ନିଷେଧ ରହିଛି। ଆଜି ଶୁଭ କାର୍ଯ୍ୟ କରିପାରିବେ, ଯାହାକି ସାମବେଦୀ ବ୍ରତ ପ୍ରଣୟନ କରିପାରିବେ। ଆଜିର ଅଶୁଭ ବେଳା, ଯାହା ଦିବା 7:09 ଦିବା 8:43 ମଧ୍ୟ ରହିଛି ବାର ବେଳା। ସେହିଭଳି ଦିବା 12:56 ଦିବା 2:30 ମଧ୍ୟ ରହିଛି କାଳ ବେଳା। ସେହିଭଳି ଦିବା 2:55 ଦିବା 4:29 ମଧ୍ୟ ରହିଛି ରାହୁ କାଳ। ସେହିଭଳି ରାତ୍ରି 7:31 ରାତ୍ରି 9:04 ମଧ୍ୟ ରହିଛି କାଳ ରାତ୍ରି। ତେଣୁ କାଳ ରାତ୍ରି, ରାହୁ କାଳ, କାଳ ବେଳା ଏବଂ ବାର ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ଦିବା 8:44 ଦିବା 10:24 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟାରୁ, ଯାହାକି ରାତ୍ରି 6:47 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 9:09 ରାତ୍ରି 11:33 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:57 ରାତ୍ରି 3:33 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ଶୁଭ ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ନିଶ୍ଚିତ ଧୈର୍ଯ୍ୟ ନିହାତି ଆବଶ୍ୟକତା ରହିଛି। ଆଜି ମେଷ ରାଶି ବ୍ୟକ୍ତି, ଆପଣଙ୍କର କ୍ରୋଧ ଉପରେ ନିୟନ୍ତ୍ରଣ ନିହାତି ଆବଶ୍ୟକତା ରହିବା ସହିତ ଆପଣ କାର୍ଯ୍ୟଗୁଡ଼ିକୁ ସଚେତନ ସହକାରେ ଯଦି କରିବେ, ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳତା ଆଡ଼କୁ ଅଗ୍ରଗତି କରିବ। ଆଜି ମେଷ ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ ଆଗେଇବା ପାଇଁ ନିଶ୍ଚିତ କାର୍ଯ୍ୟ କରିବା ପୂର୍ବରୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ଏବଂ ଆନନ୍ଦ ଅନୁଭବ କରିବେ। ତେବେ ମେଷ ରାଶି ବ୍ୟକ୍ତି, ଆଜି ପ୍ରେମ ସମ୍ବନ୍ଧରେ ଜଡ଼ିତ ଥିବା ବ୍ୟକ୍ତିମାନେ ନିଶ୍ଚିତ ଆପଣଙ୍କୁ କିଛି କଷ୍ଟ ଅନୁଭବ ହୋଇପାରେ ଏବଂ ନିଜ ଭିତରେ ସମ୍ପର୍କ ଟିକେ ଖରାପ ହବାର ଚାନ୍ସ ରହୁଛି। କିନ୍ତୁ ନିଜର ସମ୍ପର୍କକୁ ଭଲ ରଖିବା ପାଇଁ ଆପଣ ଯଦି ସଦାବେଳେ ନିଜର ବ୍ୟକ୍ତିତ୍ୱ ଅର୍ଥାତ୍ ନିଜ ଭିତରେ ସମ୍ପର୍କ ଭଲ ରଖିବା ପାଇଁ ଆପଣ ଆଦୌ କଳହ ଯୁକ୍ତିତର୍କ କରିବେ ନାହିଁ, ତେବେ ସମ୍ପର୍କ ଆପଣଙ୍କର ନିଶ୍ଚିତ ଭଲ ରହିବା ସହିତ ପାରିବାରିକ ସମ୍ପର୍କ ମଧ୍ୟ ନିଶ୍ଚିତ ଅନେକ କ୍ଷେତ୍ରରେ ଭଲ ରହିବାର ସୁଯୋଗ ଦେବ। ତତ୍ସହିତ ଆଜି ମେଷ ରାଶି ବ୍ୟକ୍ତିଙ୍କର ସମସ୍ତ ପରିବାର ବର୍ଗଙ୍କ ସହିତ ହସ ଖୁସିରେ କଟିବାର ସୁଯୋଗ ଦେବ। ତେବେ ମେଷ ରାଶି ବ୍ୟକ୍ତି, ଆଜି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ଜୁଟିପାରେ, ଯାହା ଆପଣ
ଅନେକ ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଦିନ ବନେଇ ପାରେ। ତେବେ ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ରହିବ, ମାନସିକ ଅଶାନ୍ତି ରହିବ। ତତ୍ସହିତ ଅନେକ ପ୍ରକାର ପୂର୍ବରୁ ଯଦି ରୋଗ ଥିବ ଆଜି ତାହା ପାଇଁ ଆପଣ ଅନେକ ପ୍ରୋବ୍ଲେମରେ ପଡ଼ିପାରନ୍ତି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ନୀଳ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 50% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କ ଭାଗ୍ୟ ଗ୍ରହରୁ ଯାହା ଜଣା ପଡୁଛି ଆପଣଙ୍କର ଆଜି ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା, ମାନସିକ ଅଶାନ୍ତି, ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ଆଜି ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଥିବାରୁ ସମସ୍ତ କାର୍ଯ୍ୟ ବିଫଳତାରେ ପରିଣତ ହୋଇପାରେ। ତେଣୁ ବୃଷ ରାଶି ବ୍ୟକ୍ତି ଯେକୌଣସି କାର୍ଯ୍ୟ କରୁଛନ୍ତି ଆପଣ ଧ୍ୟାନ ପୂର୍ବକ କରନ୍ତୁ। ତେବେ ବୃଷ ରାଶି ବ୍ୟକ୍ତି ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ବୃଷ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ଥିବାରୁ ଆପଣଙ୍କୁ ଅନେକ ପ୍ରକାର ସମସ୍ୟା, ନିଜ ଭିତରେ ସମ୍ପର୍କ ଖରାପ ହେବାର ଚାନ୍ସ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରହିବା ସହିତ ପାରିବାରିକ ସମ୍ପର୍କକୁ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। କାରଣ କଳହ ଯୁକ୍ତ ରହୁଛି, ତେଣୁ ଆବଶ୍ୟକ ସ୍ଥଳେ ଆପଣ ଚୁପ୍ ରୁହନ୍ତୁ, ଯାହା ପାରିବାରିକ ସମ୍ପର୍କ ଭଲ ଆଡ଼କୁ ଅଗ୍ରଗତି କରିବ। ଆଜି ବୃଷ ରାଶି ବ୍ୟକ୍ତି ଆପଣ ବେପାର ବାଣିଜ୍ୟ ଯଦି କରୁଛନ୍ତି ନିଶ୍ଚିତ ସାବଧାନ ହୋଇଯାଆନ୍ତୁ। କୌଣସି ଅର୍ଥଜନିତ ଗୁରୁତ୍ୱ ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହାକି ପରବର୍ତ୍ତୀ ଷ୍ଟେପ୍ରେ ଆପଣଙ୍କୁ ଅନେକ ମହଙ୍ଗା ପଡ଼ିପାରେ। ତେବେ ଆଜି ଯେଉଁମାନେ ପ୍ରତିଦିନ ଭଳିଆ ବିଜନେସ୍ କରୁଛନ୍ତି ନିଶ୍ଚିତ ସାବଧାନ ହୋଇଯାଆନ୍ତୁ ଏବଂ ନିଜର ବୁଦ୍ଧି ପ୍ରୟୋଗ କରି କେମିତି ଲାଭ ପାଇବେ ସେଥିପ୍ରତି ନିଶ୍ଚିତ ସଚେତନ ହେଲେ ତାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ବୃଷ ରାଶି ବ୍ୟକ୍ତିଙ୍କର ଆଜି ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅନେକ ପ୍ରକାର ଅସ୍ଥିରତା ଏବଂ ମାନସିକ ପୀଡ଼ା, ତତ୍ସହିତ ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆହୁରି ବଢ଼ି ଯାଇପାରେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ରହୁଛି ଧଳା ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଏକ ଲାଭଦାୟକ ଦିନ ହେବ। ଆପଣ ଆଜି ବହୁତ ଖୁସି ରହିବା ସହିତ ସମସ୍ତ କାର୍ଯ୍ୟର ସଫଳତା ଆଡ଼କୁ ଅଗ୍ରଗତି କରିବେ। ଆଜି କର୍ମକ୍ଷେତ୍ରରେ ନିଜର ଭାଗ୍ୟ ଆପଣଙ୍କୁ ସାଥ ଦେବ। ତେବେ ମିଥୁନ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଖୁସିର ଦୁନିଆ ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମିଥୁନ ରାଶି ବ୍ୟକ୍ତି ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣ ସମସ୍ତ ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦେବା ସହିତ ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସମ୍ପର୍କ ଆଜି ରହିବ। ଆଜି ମିଥୁନ ରାଶି ବ୍ୟକ୍ତି ଯଦି କିଛି ବିବାହ ଜନିତ କଥାବାର୍ତ୍ତା କରିବାର ଅଛି ତେବେ ଆଜି ଆପଣଙ୍କ ପାଇଁ ଉପଯୁକ୍ତ ସମୟ ହୋଇପାରେ। ଆଜି ମିଥୁନ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ଆଜି ଆପଣ ଟିକେ ଭୟ କରିପାରନ୍ତି, ଯେଉଁମାନେ ଆପଣଙ୍କର ଶତ୍ରୁ ଥାନ୍ତି ସେମାନେ ଆପଣଙ୍କୁ ଟିକେ ହଇରାଣ କରିବାର ସୁଯୋଗ ପାଇପାରନ୍ତି। ତେଣୁ ଏହା ପ୍ରତି ନିଶ୍ଚିତ ମିଥୁନ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ଆଜି ମିଥୁନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ମଧ୍ୟମ ଧରଣରେ ରହିବ। ତେଣୁ ନିଶ୍ଚିତ ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ନିଶ୍ଚିତ ଏହା ପ୍ରତି ସଚେତନ ରହିଲେ ଆପଣଙ୍କର ସ୍ୱାସ୍ଥ୍ୟ ଠିକ ଆଡ଼କୁ ଅଗ୍ରଗତି କରିବ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧଳା ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ସକାରାତ୍ମକ ସୁଯୋଗ ଦଉଛି। ଆଜି ଆପଣଙ୍କର ଆକସ୍ମିକ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ସୁଯୋଗ ଦେଇପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ଉଦୟ ଯୁଗ ରହୁଛି। ତତ୍ସହିତ ସମସ୍ତ କାର୍ଯ୍ୟ ଆପଣଙ୍କର ମହାସୁଖ ଆନନ୍ଦରେ କଟିବ। ତତ୍ସହିତ ଆଜି ଶତ୍ରୁମାନଙ୍କୁ କର୍କଟ ରାଶି ବ୍ୟକ୍ତି ବିଜୟ କରିବାର ଏକ ଉତ୍ତମ ଦିନ ହୋଇପାରେ।
आज कर्कट राशि व्यक्ति राजनीतिक सामाजिक क्षेत्र में आपणकर दक्षता निश्चित परिप्रकाश करिवो। आज कर्कट राशि व्यक्ति प्रेम संबंध रे जो माने जड़ित अछंती निश्चित आपणको ठारे अनेक प्रकार भाव प्रीति देखा देबो एवं आज किछि रोमांटिक परिवेश सृष्टि करिवार पूर्ण सुजोग दउछि। आज कर्कट राशि व्यक्तिंकर पारिवारिक संपर्क दृष्टि देखिले आपणकर निज भितरे भल संपर्क रहिबो। तत्सहित आज समस्त परिवार वर्गों सहित हस खुशी दिन कटिबार सुजोग देबो। आज कर्कट राशि व्यक्ति अर्थजनित कारोबार एक उत्तम दिन हेबो। तेणु अर्थजनित निष्पत्ति नबा पई आज कर्कट राशि व्यक्ति उत्तम दिन होई पारे। तत्सहित गुरुत्वपूर्ण निष्पत्ति नबा पई मध्य आज कर्कट राशि व्यक्तिंकर भाग्य पूर्ण साथ देउछि, जहा आपणकर राशि चक्ररु जणा पडुछि। आज कर्कट राशि व्यक्ति स्वास्थ्यगत दृष्टि देखिले आपण संपूर्ण सुस्थ रहिबे। पूर्वरु यदि स्वास्थ्य समस्या किछि थिबो आज तार समाधान होबार अनेक चांस रहुछि। आज कर्कट राशि व्यक्तिंकर भाग्य संख्या रहिछि जहा कि 9। भाग्य रंग रहुछि आपण हळदी रंग यूज करि परिबे एवं ग्रह माने आपण को आज 95% साथ दउछंती। एबे चलंतु जानिबा सिंह राशि व्यक्ति विषय। सिंह राशि व्यक्ति आज दिनटी आपणकर कर्म क्षेत्र रे अनेक कार्यहानि जुग रहुछि एवं कार्य रे आपण को निराश करि पारे, जहा पय आपण मानसिक स्तर रे सिंह राशि व्यक्ति अस्थिरता दुर्बल एवं निजर कार्य प्रति उत्साह न बढ़ी पारे। तेणु सिंह राशि व्यक्ति यह प्रति सचेतन रुहंतु। आज सिंह राशि व्यक्ति आपणकर जहाँकि राजनीतिक सामाजिक क्षेत्र में आपणकर भाग्य ग्रह निम्नगामी रहुछि। तेणु आपणकर प्रतिष्ठा क्षुण्ण होबार अनेक चांस रहुछि। तेणु सिंह राशि व्यक्ति यह प्रति निश्चित सचेतन रुहंतु। तेबे आज सिंह राशि व्यक्ति जो माने प्रेम संबंध रे जड़ित अछंती सेमानंक पई आज विशेष भल दिन होई न पारे। निज भितरे जुक्ति तर्क होबार अनेक चांस रहुछि। तेणु सिंह राशि व्यक्ति यह प्रति निश्चित सचेतन रुहंतु। तेबे आज सिंह राशि व्यक्तिंकर पारिवारिक दृष्टि देखिले आपणकर निज भितरे कलह तत्सहित जुक्ति तर्क सहित आज अनेक अस्थिरता देखा देबो। तेणु सिंह राशि व्यक्ति यह प्रति निश्चित सचेतन रुहंतु। आज सिंह राशि व्यक्तिंकर जहा कि व्यापार वाणिज्य करुथिले निश्चित सावधान होई जांतु, कारण अर्थजनित क्षेत्र रे आपनको अनेक प्रकार धन नाश जुग रहुछि। तेणु जदि अर्थजनित व्यापार वाणिज्य करुछंती सिंह राशि व्यक्ति निश्चित सावधान होई जांतु, जहा आपनको पई भलो हेबा। आज सिंह राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य अनेक प्रकार समस्या भितर जड़ित रहिबो एवं विभिन्न पूर्वरु जदि किछि रोग थिबो आज अनेक प्रकार जहाकू से रोग सामना करबा को पड़िबो। तेबे आज सिंह राशि व्यक्तिंकर आकस्मिक किछि प्रॉब्लम बा छोट मोट दुर्घटना जनित जिनिस सामना करबा को पड़िबो। तेणु यह प्रति निश्चित सावधान रुहंतु। आज सिंह राशि व्यक्तिंकर भाग्य संख्या रहिछि 7। भाग्य रंग रहुछि जहा कि आपण सबुज रंग यूज करि परिबे एवं ग्रह माने आपण को आज जहा कि 30% साथ दउछंती। एबे चलंतु जानिबा कन्या राशि व्यक्ति विषय। कन्या राशि व्यक्ति आज मानसिक पीड़ा मनरे अनेक अशांति परिवेश सृष्टि करिवो, जहा आपण भाग्य चक्र जना पड़ुछि। तेबे कन्या राशि व्यक्ति यह प्रति निश्चित सचेतन हुअंतु। निजर कर्म क्षेत्र रे अनेक चैलेंज आसीबो, जहा को सामना करिबा आपण पक्षे भारी कष्टकर होई पारे। कन्या राशि व्यक्ति भाग्य चक्र रु जहा जना पड़ुछि। तेबे आज कन्या राशि व्यक्ति आपणकर आज जहा कि प्रेम दुनिया रे आपण को निश्चित सावधान रहिबार आवश्यकता रहिछि, कारण आज प्रेम संबंध रे अनेक प्रकार अप्रीतिकर परिस्थिति सृष्टि करि पारे। तेणु निश्चित कन्या राशि व्यक्ति यह प्रति सचेतन रुहंतु, जहा आपणक पई भलो हेबो। आज कन्या राशि व्यक्तिंकर पारिवारिक संपर्क अनेक प्रकार खराब होबार चांस रहुछि। निज भितरे कलह युक्त रहुछि। तेणु कन्या राशि व्यक्ति यह प्रति सचेतन रुहंतु। आज कन्या राशि व्यक्ति राजनीतिक सामाजिक क्षेत्र में आपणकर प्रतिष्ठा विशेष नाही, तेणु यह प्रति निश्चित सचेतन हेले आपणक पई भलो हेबो। आज कन्या राशि व्यक्ति जदि व्यापार वाणिज्य करुछंती तेणु निश्चित सावधान होई जांतु,
କାରଣ ବେପାର ବାଣିଜ୍ୟରେ ଆପଣ ବିଶେଷ ଲାଭ ନ କରିପାରନ୍ତି ଏବଂ ଅନେକ ପ୍ରକାର କ୍ଷତି ସାମ୍ନା କରିବାକୁ ପଡ଼ିପାରେ। ତେଣୁ ଯଦି ଦୈନନ୍ଦିନ ବେପାର ବାଣିଜ୍ୟ କରୁଛନ୍ତି କନ୍ୟା ରାଶି ବ୍ୟକ୍ତି ନିଶ୍ଚିତ ସାବଧାନ ସହକାରେ କରନ୍ତୁ ଏବଂ ଲାଭ ପାଇଁ ଅନେକ ପ୍ରକାର ବୁଦ୍ଧି ପ୍ରୟୋଗ କରନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସ୍ୱାସ୍ଥ୍ୟହୀନ ରହିବେ ଏବଂ ଅନେକ ପ୍ରକାର ପୀଡ଼ା କ୍ଲେଶ ତତ୍ସହିତ ଶତ୍ରୁ ଏବଂ ନିଜର ରୋଗ ଦେଖାଦେବ। ତେଣୁ ନିଶ୍ଚିତ କନ୍ୟା ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଆପଣ ମିଶ୍ରିତ କଳା ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 25% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ଦିନ ହୋଇପାରେ। ନିଜର ଦକ୍ଷତା ବଳରେ ସମସ୍ତ କାର୍ଯ୍ୟ ସଫଳତା ଆଡ଼କୁ ନିଶ୍ଚିତ ପୂର୍ଣ୍ଣ କରିବାର ସୁଯୋଗ ଦେଇପାରେ। ଆଜି ତୁଳା ରାଶି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଦିନ ହୋଇପାରେ। ଆଜି ତୁଳା ରାଶି ବ୍ୟକ୍ତି ନିଜର କାର୍ଯ୍ୟଗୁଡ଼ିକୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିପାରନ୍ତି। ତେବେ ତୁଳା ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ଅନେକ ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ପ୍ରେମ ଦୁନିଆରେ ଆପଣଙ୍କର ଭଲ ମଧୁରତା ସମ୍ପର୍କ ସୃଷ୍ଟି ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ତୁଳା ରାଶି ବ୍ୟକ୍ତି ଆପଣଙ୍କର ପାରିବାରିକ ସମ୍ପର୍କ ଦୃଷ୍ଟିରୁ ଦେଖିଲେ ଆପଣ ଅନେକ ପ୍ରକାର ଯାହାକି ନିଶ୍ଚିତ ସମ୍ପର୍କ ଭଲ ରହିବାର ଅନେକ ଚାନ୍ସ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟ ଯଦି ଆପଣ ମାନେ କରୁଥିବେ ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦଉଛି। ଆଜି ତୁଳା ରାଶି ବ୍ୟକ୍ତି ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଦିନ ହୋଇପାରେ। ତେବେ ନିଶ୍ଚିତ ନିଜର ଅର୍ଥ ଖର୍ଚ୍ଚ କରୁଥିଲା ବେଳେ ବା ବେପାର ବାଣିଜ୍ୟ କରୁଥିଲା ବେଳେ ଏହା ପ୍ରତି ସଚେତନ ରହିଲେ ତାହା ତୁଳା ରାଶି ବ୍ୟକ୍ତିଙ୍କ ପାଇଁ ଲାଭ ହେବ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ କେତେକାଂଶରେ ଖରାପ ହବାର ଚାନ୍ସ ରହୁଛି। ତେବେ ଏହା ପ୍ରତି ଯଦି ନିଶ୍ଚିତ ସାବଧାନ ରହିବେ ତେବେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 6, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣଙ୍କର ମିଶ୍ରିତ କଳା ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟରେ ଅନେକ ପ୍ରକାର ଚାପ ସୃଷ୍ଟି ହୋଇପାରେ। ତେଣୁ ଯେଉଁମାନେ ବିଛା ରାଶି ବ୍ୟକ୍ତି ଦୈନନ୍ଦିନ କର୍ମକ୍ଷେତ୍ରରେ ଜଡ଼ିତ ଅଛନ୍ତି ଏହା ପ୍ରତି ସାବଧାନ ରୁହନ୍ତୁ ଏବଂ ସଫଳ କାର୍ଯ୍ୟରେ ଆପଣ ଚାପ ସୃଷ୍ଟି ହେବ, ମାନସିକ ସ୍ତରରେ ଆପଣ ଅଶାନ୍ତି ପରିବେଶ ସୃଷ୍ଟି ହେବ। ତେଣୁ ବିଛା ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ହେଲେ ତାହା ଆପଣଙ୍କ ପାଇଁ ଲାଭ ହେବ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଆପଣଙ୍କର ଯାହାକି ପ୍ରେମ ଦୁନିଆରେ ଆପଣ ବହୁତ ରୋମାଣ୍ଟିକ ପରିବେଶ ସୃଷ୍ଟି ହେବ ଏବଂ ଅନେକ କ୍ଷେତ୍ରରେ ଆପଣଙ୍କର ଯାହାକି ନିଜ ଭିତରେ ସମ୍ପର୍କ ଭଲ ହବାର ସୁଯୋଗ ଦେଇପାରେ। ଆଜି ବିଛା ରାଶି ବ୍ୟକ୍ତି ଆପଣଙ୍କର ପାରିବାରିକ ସମ୍ପର୍କ ମଧୁରତା ଦେଖାଦେବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ବିଛା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ଅନେକ ଚାନ୍ସ ରହୁଛି। ଆଜି ବିଛା ରାଶି ବ୍ୟକ୍ତି ଶତ୍ରୁମାନଙ୍କ ଠାରୁ ଆପଣ ବିଜୟ ହବାର ଅନେକ ଚାନ୍ସ ରହୁଛି ଏବଂ ମାଲି ମକଦ୍ଦମାରେ ଆପଣଙ୍କର ଭାଗ୍ୟ ସାଥ ଦେଉଥିବାରୁ ଆପଣ ସେଥିରେ ବିଜୟ କରିବାର ଅନେକ ଚାନ୍ସ ରହୁଛି। ତେବେ ଆଜି ନିଶ୍ଚିତ ଏଥିରେ ଆପଣ ମହା ଆନନ୍ଦ ପ୍ରାପ୍ତ କରିବାର ସୁଯୋଗ ଦେଇପାରେ ବିଛା ରାଶି ବ୍ୟକ୍ତିଙ୍କର। ତେବେ ବିଛା ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟ କରୁଥିଲେ ଟିକେ ଏହା ପ୍ରତି ସାବଧାନ ରୁହନ୍ତୁ, କେତେକାଂଶରେ ଆପଣଙ୍କୁ କ୍ଷତି ସାମ୍ନା କରିବାକୁ ପଡ଼ିପାରେ। ଆଜି ବିଛା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ରହୁଛି ଆପଣ ବାଇଗଣୀ ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 55% ସାଥ ଦଉଛନ୍ତି।
ଏବେ ଚାଲନ୍ତୁ ଜାଣିବା ଧନୁରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ଉଦୟର ଯୁଗ ରହିଛି। ପ୍ରତ୍ୟେକ କାର୍ଯ୍ୟରେ ଆପଣ ନିଶ୍ଚିତ ପ୍ରତିଷ୍ଠା ଲାଭ କରିବାର ପୂର୍ଣ୍ଣ ସୁଯୋଗ ଦଉଛି। ଆଜି ଧନୁରାଶି ବ୍ୟକ୍ତିଙ୍କର କୌଣସି କାର୍ଯ୍ୟ ଅଟକିବ ନାହିଁ। ଆଜି ସମସ୍ତ କାର୍ଯ୍ୟରେ ଆପଣ ମହା ଆନନ୍ଦରେ ଦିନ କଟିବାର ସୁଯୋଗ ଦେଇପାରେ, ଯାହା ଧନୁରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବା ସହିତ ନିଜର ଖ୍ୟାତି ଅର୍ଜନ କରିବାର ଏକ ଉତ୍ତମ ଯୁଗ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଆପଣ ବହୁତ ଉତ୍ସାହିତ ସହିତ ରୋମାଣ୍ଟିକ ପରିବେଶ ସୃଷ୍ଟି କରିବ। ନିଜ ଭିତରେ ଅନେକ ପ୍ରକାର ମଧୁର ବାର୍ତ୍ତାଳାପ କରିବାର ପୂର୍ଣ୍ଣ ସୁଯୋଗ ଦେବ। ଆଜି ଧନୁରାଶି ବ୍ୟକ୍ତିଙ୍କର ଯାହାକି ପରିବାର ବର୍ଗଙ୍କ ସହିତ ଅନେକ ପ୍ରକାର ଭାବ ପ୍ରୀତି ଦେଖାଦେବ। ନିଜ ଭିତରେ ପୂର୍ବରୁ ଯଦି କିଛି ସମସ୍ୟା ଥିବ ତାହାର ଅନେକ ପ୍ରକାର ଆଜି ସମାଧାନ ହବାର ଚାନ୍ସ ରହୁଛି ଏବଂ ଭଲ ସମ୍ପର୍କ ଆଜି ପରିବାର ବର୍ଗଙ୍କ ସହିତ ରହିବାର ଚାନ୍ସ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି ଧନୁରାଶି ବ୍ୟକ୍ତିଙ୍କର। ଆଜି ଧନୁରାଶି ବ୍ୟକ୍ତିଙ୍କର ବେପାର ବାଣିଜ୍ୟ ଯୋଉମାନେ ଜଡିତ ଅଛନ୍ତି ସେମାନେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦେଇପାରେ। ତେବେ ଆଜି ଧନୁରାଶି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନବା ପାଇଁ ଉତ୍ତମ ଦିନ ବନଉଛି। ତତ୍ସହିତ ଅର୍ଥଜନିତ ନିଷ୍ପତ୍ତି ନବା ପାଇଁ ମଧ୍ୟ ଆପଣଙ୍କର ଭାଗ୍ୟ ସାଥ ଦେଉଛି ଏବଂ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦଉଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସ୍ଥିର ରହିବ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ତେବେ ଧନୁରାଶି ବ୍ୟକ୍ତି ନିଜର ଯାହାକି ଅଗ୍ନି ପ୍ରତି ଟିକେ ସାବଧାନ ରୁହନ୍ତୁ, କାରଣ ଅଗ୍ନି ଜନିତ ସମସ୍ୟା ଆପଣଙ୍କୁ ଟିକେ ପ୍ରୋବ୍ଲେମରେ ପକେଇ ପାରେ। ତେବେ ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଧଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ଦିନ ହୋଇନପାରେ। ଅନେକ କ୍ଷେତ୍ରରେ ଆପଣଙ୍କର ଯାହାକି ସମସ୍ୟା ଦେଖାଦେବ, ତତ୍ସହିତ କର୍ମରେ ଅନେକ ପ୍ରକାର ଚାପ ସୃଷ୍ଟି କରିବ, ଯାହା ପାଇଁ ଆପଣ ମାନସିକ ସ୍ତରରେ ଅସ୍ଥିର, ଦୁର୍ବଳ ଏବଂ ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି। ଆଜି ମକର ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। ଆଜି ମକର ରାଶି ବ୍ୟକ୍ତି ବିଶେଷ କରି କର୍ମ କ୍ଷେତ୍ରରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ଯେକୌଣସି କାର୍ଯ୍ୟ କରିବେ ପ୍ରଥମେ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ କେତେକାଂଶରେ ଏହା ପରିବର୍ତ୍ତନ ହୋଇପାରେ। ତେବେ ଆଜି ମକର ରାଶି ବ୍ୟକ୍ତି ଆପଣଙ୍କର ଯାହାକି ମାନ ଅପମାନ ହବାର ଚାନ୍ସ ରହୁଛି ପ୍ରେମ ଜନିତ କ୍ଷେତ୍ରରେ, ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। କୌଣସି ପ୍ରେମ ଜନିତ ଆପଣ କୁ ସାଙ୍ଗ ବା କୁ ସ୍ତ୍ରୀଙ୍କ ସହିତ ଆଦୌ ମିଳାମିଶା କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଯାହାକି ମକର ରାଶି ବ୍ୟକ୍ତିଙ୍କର ପାରିବାରିକ ସମସ୍ୟା ଅନେକ ପ୍ରକାର ଦେଖା ଦେଇପାରେ, ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। ଅନେକ କ୍ଷେତ୍ରରେ ଆପଣଙ୍କର ଯୁକ୍ତି ତର୍କ ସହିତ କଳହ ହବାର ସୃଷ୍ଟି ଯୁଗ ବନଉଛି। ଆଜି ମକର ରାଶି ବ୍ୟକ୍ତି ଯାହାକି ଆପଣ ବେପାର ବାଣିଜ୍ୟ କରୁଥିଲେ ସାବଧାନ ରୁହନ୍ତୁ, କାରଣ ଅର୍ଥଜନିତ କ୍ଷତି ଯୁଗ ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ଦୈନନ୍ଦିନ ଯୋଉମାନେ ବେପାର ବାଣିଜ୍ୟ କରୁଛନ୍ତି ସେମାନେ ନିଶ୍ଚିତ ଏହା ପ୍ରତି ସଚେତନ ହେଲେ ଆପଣଙ୍କ ପାଇଁ ଲାଭ ହେବ। ଆଜି ମକର ରାଶି ବ୍ୟକ୍ତି କୌଣସି ଅର୍ଥଜନିତ ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମକର ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ହାନିର ଯୁଗ ବନଉଛି, ତେଣୁ ନିଶ୍ଚିତ ଆପଣ ଆଜି କିଛି ଛୋଟ ମୋଟ ଦୁର୍ଘଟଣା ଜନିତ ସାମ୍ନା କରିବାକୁ ପଡିବ ସ୍ୱାସ୍ଥ୍ୟ ଜନିତ କ୍ଷେତ୍ରରେ, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଗାଢ ନୀଳ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟରେ ଆପଣଙ୍କର ଖ୍ୟାତି ଅର୍ଜନ କରିବାର ଉତ୍ତମ ଦିନ ବନେଇପାରେ। ନିଜର କାର୍ଯ୍ୟ ଯଦି ଧ୍ୟାନ ପୂର୍ବକ କରିବେ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବା ସହିତ ପୂର୍ବରୁ ଅଟକି ଯାଇଥିବା କୁମ୍ଭ ରାଶି ବ୍ୟକ୍ତିଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ, କିନ୍ତୁ ନିଶ୍ଚିତ ଆପଣଙ୍କୁ ନିଷ୍ଠା ସହକାରେ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।
आज कुंभ राशि व्यक्ति कर्म क्षेत्र में आग को बढ़िया सहित राजनीतिक सामाजिक क्षेत्र में आपणकर प्रतिष्ठा लाभ करिवार अनेक चांस दउछि। आज कुंभ राशि व्यक्ति आपणकर जहाँकि प्रेम दुनिया रे आपण बहुत आनंदित सहित निज भितर भल मधुरता संपर्क सृष्टि करिवार अनेक चांस रहुछि। आज कुंभ राशि व्यक्ति पारिवारिक संपर्क दृष्टि देखिले आपणकर परिवार सहित समस्त प्रकार संपर्क सृष्टि होबा सहित निज भितर पूर्व जदि किछि समस्या थिबो ताहार समाधान रो आज उत्तम दिन होई पारे। आज कुंभ राशि व्यक्तिंकर जहाँकि व्यापार वाणिज्य रे जड़ित थिबा आपणकर अनेक लाभ प्राप्त करिवार सुजोग देबो। तेबे आज कुंभ राशि व्यक्ति अर्थजनित निष्पत्ति नबा पई उत्तम दिन होई पारे। आज कुंभ राशि व्यक्तिंकर जहाँकि स्वास्थ्यगत दृष्टि देखिले आपणकर स्वास्थ्य अनेक प्रकार समस्या सामना करिबाकू पड़ी पारे, जहाँकि आपणकर अनेक प्रकार दुख सहित मृत्युजनित पीड़ा सामना करिबाकू पड़िबो। पूर्वरु जदि स्वास्थ्य समस्या थिबो यह निश्चित आपणकू भोगिबाकू पड़िबो। आज कुंभ राशि व्यक्तिंकर भाग्य संख्या रहिछि जहाँकि 9, भाग्य रंग रहुछि नाली रंग एवं ग्रह माने आपणकू आज जहाँकि 75% साथ दउछंती। एबे चलंतु जानिबा मीन राशि व्यक्तिंक विषय। मीन राशि व्यक्ति आज प्रत्येक कार्य रे आपण सफलता पाइबा सहित महा सुख आनंद करि पारंती। आज आपणकर कर्म क्षेत्र रे शुभ जुग रहिबा सहित प्रत्येक कार्य आपणको आगको बढ़िबार पूर्ण सुजोग देबो, जहा आपणको राशि चक्र रु जणा पडुची मीन राशि व्यक्तिंकर। आज मीन राशि व्यक्ति राजनीतिक सामाजिक क्षेत्र में आपणकर प्रतिष्ठा लाभ करिवार एक उत्तम जुग बनौछि, जहा आपणको राशि चक्र रु जणा पडुछि। आज जहा कि मीन राशि व्यक्तिंकर प्रेम दुनिया रे आपणकर आज आदु भल दिन होई न पारे, अनेक प्रकार समस्या भितरे गति करि पारंती, जहा आपणको राशि चक्र रु जणा पडुछि। तेबे प्रेम दुनिया रे निश्चित सावधान रहिबा सहित पारिवारिक दृष्टि देखिले आपणको पई उत्तम जुग बनै न पारे। निज भितरे कलह जुक्ति तर्क हबार चांस रहुछि। जदि मीन राशि व्यक्ति या प्रति सचेतन रहिबे, आवश्यक स्थले चुप रहिबे, तेबे आपणकर कौनसी पारिवारिक समस्या देखा देबो नाही। आज मीन राशि व्यक्ति व्यापार वाणिज्य रे आपण अनेक प्रकार लाभ प्राप्त करिवार सुजोग दउछि, जहा आपणको राशि चक्र जणा पडुछि। तेबे अर्थजनित जे कोनोसी निष्पत्ति नेबे आज निश्चित आपणकर भाग्य साथ देबो। आज मीन राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य अनेक प्रकार समस्या देखा देई पारे। अग्निजनित समस्या जहा अग्नि ठारू दूरता रहिबा सहित आपणकर जीवजंतु ठारू मध्य दूरता अवलंबन करंतु मीन राशि व्यक्ति, जहा आपणको पई भलो हेबो। तेबे मीन राशि व्यक्ति आज दूर यात्रा करुथिले निश्चित निजर द्रव्य प्रति सावधान रुहंतु। द्रव्य चोरी होबार अनेक चांस रहुछि किंबा आपणकर क्षति होबार चांस रहुछि, जहा आपणको भाग्य चक्र जणा पडुछि। आज मीन राशि व्यक्तिंकर भाग्य संख्या रहिछि जहा कि 8, भाग्य रंग रहुछि जहा कि आपण धला रंग यूज करि परिबे एवं ग्रह माने आपणको आज जहा कि 65% साथ दउछंती।